Hello viewers, welcome you all to class 10 social science history chapter 1 the rise of nationalism in Europe. यूरोपर ए राष्ट्रवादर जो स्रोत ताहा परवर्ती समय किभली भावरे भयंकर रूप नेला ताहा आजिर अध्याय देखिबा. So let's start. So dear viewers, आमे स्टार्ट करिबा a new conservatism after 1815, right? So let's start. 1815 ପରେ ଯେତେବେଳେ ନେପୋଲିଅନ ବୋନାପାର୍ଟ ବ୍ୟାଟଲ ଅଫ୍ ୱାଟରଲୁ में ହାରି ଯାଇଥିଲେ ସେତେବେଳେ ଯେଉଁ ଶାସକମାନେ ଥିଲେ ଯେଉଁ ରୁଲର୍ସ ମାନେ ଥିଲେ ସେମାନେ କନଜରଭେଟିଷ୍ଟ ମାନଙ୍କ ଦ୍ୱାରା ପ୍ରେରିତ ହୋଇଥିଲେ. ଦେ ଆର୍ ଇନଫ୍ଲୁଏନ୍ସଡ. ତେଣୁ କନଜରଭେଟିଭ ତାଙ୍କ ମତରେ ଯେ ସମସ୍ତ ସାମାଜିକ ଆଉ ରାଜନୈତିକ ଯେଉଁ ପରିବର୍ତ୍ତନ ଯେଉଁ ରାଜନୈତିକ ସ୍ରୋତ ତାହା ପୂର୍ବ ଭଳି ରହିବା ଆବଶ୍ୟକ. କାରଣ ନେପୋଲିଅନ ଆସିବା ସମୟରେ ସବୁ ପରିବର୍ତ୍ତନ କରିଦେଇଥିଲେ, ଚେଞ୍ଜେସ୍ କରିଦେଇଥିଲେ. ତେଣୁ ଏ ଯେଉଁ ରାଜତନ୍ତ୍ର ଯେଉଁ କିଙ୍ଗସିପ୍ ଯେମିତିକି ଚର୍ଚ୍ଚ ସାମାଜିକ ଯେଉଁ ଡିଫରେନ୍ସ ଥିଲା, ସୋସିଆଲ ଡାଇଭରସିଟି ଥିଲା, ଆଉ ସମ୍ପତ୍ତିଗତ ଅଧିକାର ଫ୍ୟାମିଲିକୁ ନେଇ ଯେଉଁ ରୁଲ୍ ସବୁ ହେଇଥିଲା ସେ ସବୁ ପୂର୍ବ ପରି ବଳବତ୍ତର ରହିବ. ନେପୋଲିଅନ ସମୟରେ ଯାହା ହେଇଥିଲା ତାହା ପରିବର୍ତ୍ତନ ହେବ. କିନ୍ତୁ ଆନ୍ଦୋଳନର ପୂର୍ବରୁ ଅନେକ କନଜରଭେଟିଷ୍ଟ ଏ ପରିବର୍ତ୍ତନ ଚାହୁଁନଥିଲେ. ନେପୋଲିଅନଙ୍କ ଦ୍ୱାରା ଯେଉଁ ସବୁ ପରିବର୍ତ୍ତନ କରାଯାଇଥିଲା ସେମାନେ ଜାଣିପାରିଲେ, ସେମାନେ ଅନୁଭବ କରିପାରିଲେ ଯେ ଇଣ୍ଡଷ୍ଟ୍ରିଆଲାଇଜେସନ୍ ରାଜତନ୍ତ୍ର ଯେଉଁ ଥିଲା, କିଙ୍ଗସିପ୍ ଭଳି ଯେଉଁ ପାରମ୍ପରିକ ଶାସନ ଥିଲା ତାକୁ ମଜବୁତ କରିବାରେ ବହୁତ ସହାୟକ ହେବ ଇଣ୍ଡଷ୍ଟ୍ରିଆଲାଇଜେସନ୍ ହେଲା. ତେଣୁ ଏହା ରାଜ୍ୟର ଯେଉଁ ଶକ୍ତି ଥିଲା, ରାଜ୍ୟର ଯେଉଁ ପାୱାର ଥିଲା ତାକୁ ଅଧିକ ମଜବୁତ କରିପାରିଥାନ୍ତା. ଏହି ଯେଉଁ ୟୁରୋପରେ ସବୁ କ'ଣ କ'ଣ ମଜବୁତ ଥିଲା, କ'ଣ କ'ଣ ସେଇ ରାଜତନ୍ତ୍ରକୁ ବା ମୋନାର୍କିକୁ ଷ୍ଟ୍ରଙ୍ଗ କରିପାରିଥାନ୍ତା ଆମେ ନଜର ପକାଇବା. ଫାଷ୍ଟ ହେଲା ଏକ ମଜବୁତ ସୈନ୍ୟବାହିନୀ, ଷ୍ଟ୍ରଙ୍ଗ ଆର୍ମି ଗୋଟେ ଥିଲା ୟୁରୋପରେ. ଆଉ କ'ଣ ନା ଉତ୍ତମ ଅର୍ଥ ବ୍ୟବସ୍ଥା, ଏ ଗୁଡ୍ ଇକୋନୋମିକ୍ ସିଷ୍ଟମ୍. ଅପରପକ୍ଷରେ ଆମର ଯେଉଁ ଥିଲା ସାମନ୍ତବାଦ ଥିଲା, ଯେଉଁ ସଫ୍ଟଡମ୍ ସିଷ୍ଟମ୍ ଥିଲା, ଦାସତ୍ୱ ପ୍ରଥା ଥିଲା, ସେଇଟା କ'ଣ ହେଇଥିଲା ନା ୟୁରୋପରେ ସମାପ୍ତି ହେଇଯାଇଥିଲା ଏଇଟା. ତେଣୁ ଏହା କିଙ୍ଗସିପ୍କୁ ଆହୁରି ମଜବୁତ ବା ଷ୍ଟ୍ରଙ୍ଗ କରିପାରିଥାନ୍ତା. ତେଣୁ ନେପୋଲିଅନକୁ ଯେଉଁ ଶକ୍ତିମାନେ ପରାସ୍ତ କରିଥିଲେ, ଯେଉଁ ପାୱାର୍ସ ମାନେ, ଯେଉଁ କଣ୍ଟ୍ରି ମାନେ, ସେମାନେ ହେଲେ ରଷିଆ, ପ୍ରୁସିଆ, ଅଷ୍ଟ୍ରିଆ. ଏମାନେ ସମସ୍ତେ ମିଶି, ସମସ୍ତେ ଏକାଠି ହୋଇ ଗୋଟେ ବୁଝାମଣା ପ୍ରସ୍ତୁତ କରିବା ପାଇଁ ସେମାନେ କ'ଣ କଲେ, ଗୋଟେ ମିଟିଂ କରିଲେ. ତେଣୁ 1815ରେ ଭିଏନା ନାମକ ଗୋଟେ ସ୍ଥାନ ଥିଲା ଅଷ୍ଟ୍ରିଆର, ସେଠି ସେମାନେ ଏକତ୍ରିତ ହେଲେ. ଏ ଯେଉଁ ସଭା ହେଲା, ଏଇ ମିଟିଂରେ ଅଷ୍ଟ୍ରିଆର ଚାନ୍ସେଲର ଡ୍ୟୁକ୍ ମ୍ୟାଟରନିକ୍ ସେଥିରେ ଲିଡରସିପ୍ ବା ସଭାପତିତ୍ୱ କରିଥିଲେ. ଏହି ସଭାକୁ ଆମେ ଭିଏନା ସନ୍ଧି ବୋଲି କହୁ, ଟ୍ରିଟି ଅଫ୍ ଭିଏନା. ଏହାର ଲକ୍ଷ୍ୟ କ'ଣ ଥିଲା ଆମେ ଟିକେ ନଜର ପକାଇବା. ଏହାର ଲକ୍ଷ୍ୟ ଗୁଡ଼ିକ କ'ଣ ଥିଲା? ଇମ୍ପୋର୍ଟାଣ୍ଟ, ଅଲ୍ ଅଫ୍ ୟୁ ଲିସନ୍ କେୟାରଫୁଲି. କ'ଣ ଥିଲା ନା ଯେ ନେପୋଲିଅନ ଦ୍ୱାରା ଯେଉଁ ପରିବର୍ତ୍ତନ ସବୁ ଅଣାଯାଇଥିଲା, ଫାର୍ଷ୍ଟ ପଏଣ୍ଟ ଏଇଟା, ନେପୋଲିଅନ ଦ୍ୱାରା ଅଣାଯାଇଥିବା ସମସ୍ତ ପରିବର୍ତ୍ତନକୁ ସମାପ୍ତ କରିବା. ଦ୍ୱିତୀୟ, ବୋର୍ବନ ଡାଇନେଷ୍ଟି ଯେଉଁ ଥିଲା ତାର ଶାସନକୁ ରିଷ୍ଟୋର କରିବା ବା ପୁନଃ ପ୍ରଚଳନ କରିବା. ତୃତୀୟ, ଥର୍ଡ ୱାନ୍, ନେପୋଲିଅନଙ୍କ ଦ୍ୱାରା ଯେଉଁ ସବୁ ଅଧିକୃତ ଏରିଆ, ସମସ୍ତ ରାଜ୍ୟ ତାକୁ ସମସ୍ତଙ୍କ ମଧ୍ୟରେ, ତାଙ୍କ ଯେଉଁ ୱିନର ପାର୍ଟି ଥିଲେ ତାଙ୍କ ମଧ୍ୟରେ ବଣ୍ଟାଯିବା. ବା ଯେତିକି ନେପୋଲିଅନ ଅକୁପାଏ କରିଥିଲା, ରାଜ୍ୟ ଜୟ କରିଥିଲା, ତାକୁ ସେଇଟା ହରାଇବାକୁ ପଡ଼ୁଥିଲା. ଫ୍ରାନ୍ସର ଯେଉଁ ବାଉଣ୍ଡ୍ରି ଥିଲା, ଯେଉଁ ସୀମା ଥିଲା, ସେ ସୀମାରେ କେତେକ ରାଜ୍ୟ ସ୍ଥାପନ କରାଗଲା. ସମ୍ ଅଫ୍ ଦ ଷ୍ଟେଟ୍ ସେଠି ଏଷ୍ଟାବ୍ଲିଶ କରାଗଲା. କ'ଣ ପାଇଁ ନା ଫ୍ୟୁଚରରେ ଫ୍ରାନ୍ସ ଯେମିତି ତାର ଟେରିଟୋରିକୁ ବଢ଼ାଇ ପାରିବ ନାହିଁ. ଆଉ କ'ଣ ହେଲା ନା ନର୍ଥ ପାର୍ଟରେ ନେଦରଲ୍ୟାଣ୍ଡ ରାଜ୍ୟକୁ ରଖାଗଲା, ଯେଉଁଥିରେ କି ବେଲଜିୟମ ସାମିଲ ଥିଲା. ଆକର୍ଡିଂଲି ନର୍ଥ ପାର୍ଟ ପରେ ସାଉଥ ପାର୍ଟ ଯେଉଁ ଥିଲା ପିଡମଣ୍ଟ ସାଙ୍ଗରେ ଜେନୋଆକୁ ଯୋଡ଼ି ଦିଆହେଲା.
तापर प्रुसिया को कौन दिया गला पश्चिम पार्ट हम कहूचे वेस्ट पार्ट एवं ऑस्ट्रिया को इटाली उत्तर भाग दिया गला नियंत्रण करने पाई निष्पत्ति निया गला। किंतु जो 39 स्टेट्स जर्मनी रो जो स्मॉल स्मॉल एरिया थिला 39 राज्य को नहीं जो यूनियन हेइथिला नेपोलियन समय रे सेटा को अनटच्ड रखा गला अर्थात अक्षुण्ण रखा गला। ईस्ट पार्ट रे रशिया को पोलैंड रो एक अंश दिया गला एवं प्रुसिया को साक्सोनी रो एक अंश दिया गला। नेपोलियन को द्वारा समाप्त करा जाइथिबा नेपोलियन जोड़ा एंड कर देथिला राजतंत्र किंगशिप ताकू पुनर्बार आउ थरे प्रतिष्ठा करिबा एई वियना कांग्रेस रो प्राइम मोटो अर्थात मुख्य लक्ष्य थिला। अच्छा वियना कांग्रेस सरला हमें नेक्स्ट पार्ट को जीवा। जो 1815 रे जो गठित राजतंत्र शासक से माने समस्ते ऑल इन ऑल थिले वन मैन आर्मी अर्थात सर्वे सर्वा से माने कोनोसी प्रकार रो आलोचना बा कोनोसी प्रकार डिसएग्री जे कोनोसी कहार असहमति को से माने समर्थन करू नथिले। जेउ माने तांको शासन प्रति प्रश्नवाची सृष्टि करूथिले सेमानकु से दमन करबा को चेष्टा करूथिले। मुख्यतः शासक माने कोन हला तांकर जो बेसिक कंट्रोल थिला से मीडिया को कंट्रोल कर रखुथिले अर्थात कहार कहबार अधिकार नहीं जे कोनोसी घटना घटिला ताहा लोकलोचन को आना जाई परिबो नाही से माने कंट्रोल कर रखुथिले। जे खबर रे कोन हला ना फ्रेंच रिवोल्यूशन से फ्रीडम इत्यादि जो आलोचना हेउथिला से जो खबर कागज थिला जो बही थिला बहुत गुडे स्टोरी थिला ए सब बंद कर दिया गला। तेणु जो लिबराल्स थिले जो उदारवादी थिले सेमानंकु बारंबार बारंबार फ्रेंच रिवोल्यूशन रो जो स्मृति थिला जो हिस्ट्री थिला तांकु प्रेरणा जोगाउथिला। तेणु एई लिबराल्स माने कंजर्वेटिव्स मानकर जो शासन को पसंद करू नथिले। से माने जो लिबराल्स माने से माने बेसिक चाहुथिले जे मीडिया बा प्रेस ऊपर केमिति तांको फ्रीडम मिलू स्वाधीनता एटा को से प्राधान्य दउथिले फोकस करूथिले। अच्छा आमे नेक्स्ट पॉइंट को जीवा 2.4 जोटा कि आमे कहू द रिवोल्यूशनरीज बा क्रांतिकारी। 1815 रो परे अनेक लिबराल्स आउ जो सब राष्ट्रवादी लोक थिले सेमानक ऊपर सेमानकर जो भय थिला धीरे धीरे समाप्त हेबाको लागिथिला किपरि ना यूरोप रो विभिन्न देश रे मेनी कंट्रीज से माने कोन कले जो आंदोलनकारी थिले जो रिवोल्यूशनरी थिले जो क्रांतिकारी थिले सेमानंकु ट्रेनिंग देबा पई प्रशिक्षण देबा पई सब सीक्रेट संगठन गठन कले जोटा हम गुप्त संगठन कहू। एही समय रे क्रांतिकारी अर्थ कोन थिला बा रिवोल्यूशनरी अर्थ कोन थिला ना किंगशिप को विरोध करिवा जोटा कि वियना ट्रिटी ऑफ वियना जो सम्मेलन होता से जोटा निष्पत्ति निया सेटा को विरोध करने यार मुख्य लक्ष्य था ठीक यही समय पर यही समय पर केवल तत्सहित स्वाधीनता बा फ्रीडम बा मुक्ति निमंते समस्ते प्रतिबद्ध हेबा क्रांतिकारी मानकर बा रिवोल्यूशनरी मानकर मूल लक्ष्य थिला। अनेक क्रांतिकारी बा अनेक रिवोल्यूशनरी तांकर नेशन स्टेट गठन पई बा राष्ट्र राज्य गठन पई एही संघर्षर लक्ष्य बोली मध्य मानुथिले। आम देखिले जे एही भली जने व्यक्ति आम एग्जांपल नबा जे जो रिवोल्यूशनरी कथा हम कहूचे तार जनकर एग्जांपल नबा तेणु देखिबा जने एही भली जने व्यक्ति थिले इटाली रो विप्लवी गुसेप्पे माजिनी तांकर जन्म 1807 रे हेतिला जेनोआ नामक एक जगह रे हेतिला। से कार्बोनेरी पार्टी एक मेंबर थिले तेणु से जो कार्बोनेरी पार्टी मध्य गोटे सिक्रेट संगठन थिला बा गुप्त संगठन थिला। तांको जेतेबेले 24 वर्ष हेतिला से समय से लिगुरिया गोटे आंदोलन होता से आंदोलन कर बहिष्कृत कर कार्बोनेरी पार्टी रू। ता परवर्ती समय सी तो हारिबा लोक नथिले सी जिद रे से देशर देश को एकत्रित करने देशर लोक मान राष्ट्रवाद उद्बुद्ध करने से कौन कले गुसेप्पे माजिनी दुईटी सिक्रेट सोसाइटी सिक्रेट संगठन से गठन कले दुईटा गठन कले गोटे है यंग इटाली जोटा को से मर्साइल्स रे तैयारी करथिले आ गोटे है द्वितीयटी यंग यूरोप जोटा कि से बेर्ने रे स्थापन करथिले। जो संगठन रे को देशर लोक माने सब एकाठी होइथिले बा जोग देथिले
ତେଣୁ ସେଇ ଯେଉଁ ଦେଶର ଲୋକମାନେ ଯୋଗ ଦେଇଥିଲେ ଏଠି ସେମାନେ ସିଙ୍ଗିଲ୍ ୱାନ୍ ଟାଇପ୍ ଅଫ୍ ଥିଙ୍କିଂରେ ସେମାନେ ତାଙ୍କର ମନ ଭିତରେ ସଂକଳ୍ପବଦ୍ଧ ଥିଲେ। ସେମାନେ ହେଲେ ପୋଲାଣ୍ଡ, ଫ୍ରାନ୍ସ, ଇଟାଲୀ ଆଉ ଜର୍ମାନୀ, ଏସବୁ ଏକ ଚିନ୍ତାଧାରା ରଖୁଥିବା ଯୁବକମାନେ ସାମିଲ ହୋଇଥିଲେ। ସେମାନେ ବିଶ୍ୱାସ କରୁଥିଲେ ଯେ ଲୋକମାନଙ୍କୁ ନେଇ ଯେଉଁ ଗଠିତ ରାଷ୍ଟ୍ର ଏଟା ଭଗବାନଙ୍କ ଦ୍ୱାରା ସୃଷ୍ଟି, ଯେଉଁଟାକି ପ୍ରକୃତିର ଏକ ଅଂଶ। ତେଣୁ ଇଟାଲୀ ଭଳି ଏକ ଛୋଟ ଖଣ୍ଡ ସେମାନେ ସୀମିତ ରହିପାରିବେ ନାହିଁ ବୋଲି ତାକୁ ବଢ଼ିବ, ଅର୍ଥାତ୍ ସେମାନେ ଚାହୁଁଥିଲେ ଏଟାକୁ ବୃଦ୍ଧି କରିବା ପାଇଁ, ଦେଶକୁ ବଢ଼ାଇବା ପାଇଁ। ତାକୁ ଇଟାଲୀ ସହିତ ଅନ୍ୟ ରାଜ୍ୟମାନଙ୍କୁ ଏକତ୍ର କରି ଏକ ବିଶାଳ ଦେଶ ଗଠନ କରିବା ତାଙ୍କର ଲକ୍ଷ୍ୟ ଥିଲା। ଆମେ ଦେଖିଲେ ଯେ ଏଇ ଯେଉଁ ଏକତ୍ରୀକରଣ, ୟୁନିଫିକେସନ୍ ଅଫ୍ ଇଟାଲୀ ବା ଇଟାଲୀକୁ ମୁକ୍ତ କରିବା ତାଙ୍କର ଏକ ଆଧାର ଏହି ଆନ୍ଦୋଳନ ଦ୍ୱାରା ବାରି ହୋଇ ପଡ଼ୁଥିଲା। ଏହା ଦେଖି ଇଟାଲୀକୁ ଦେଖି ଧୀରେ ଧୀରେ ଜର୍ମାନୀ, ଫ୍ରାନ୍ସ, ସୁଇଜରଲ୍ୟାଣ୍ଡ, ପୋଲାଣ୍ଡ ଏହି ଦେଶମାନଙ୍କର ମଧ୍ୟ ସିକ୍ରେଟ୍ ସଂଗଠନ ମାନ ଗଠନ ଆରମ୍ଭ ହେଲା। ଆଉ ମାଜିନି ଯେଉଁ ଥିଲେ ସେ କିଙ୍ଗସିପ୍କୁ ଭାରି ବିରୋଧ କରୁଥିଲେ। ଆଉ ଯେଉଁ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ସେମାନେ କନଜରଭେଟିଭ୍ସ ମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ହରାଇବା ପାଇଁ ଚାହୁଁଥିଲେ। ଏହି ସମୟରେ ମ୍ୟାଟେର୍ନିକ୍ ଯେଉଁ ଥିଲେ, ଡ୍ୟୁକ୍ ମ୍ୟାଟେର୍ନିକ୍, ସେ ଯେଉଁ ଭିଏନା କଂଗ୍ରେସର ସଭାପତିତ୍ୱ କରିଥିଲେ, ଭିଏନା ଟ୍ରିଟିର, ସେ କହିଥିଲେ ଯେ ମାଜିନି ହେଉଛନ୍ତି ବର୍ତ୍ତମାନ ସାମାଜିକ ବ୍ୟବସ୍ଥାର ବଡ଼ ଶତ୍ରୁ। କେତେ ବଡ଼ ଷ୍ଟେଟମେଣ୍ଟ ସେ ଦେଇଥିଲେ ସେତେବେଳେ। ଆଚ୍ଛା, ତେଣୁ ଏ ଯେଉଁ ରିଭଲ୍ୟୁସନାରୀ ସମୟ ଥିଲା, ଯେଉଁ ଏଜ୍ ଥିଲା, ଦ ଏଜ୍ ଅଫ୍ ରିଭଲ୍ୟୁସନ୍ 1830ରୁ 1848 ଭିତରେ କ'ଣ ହେଇଥିଲା ଆମେ ଆଲୋଚନା କରିବା। ଆମେ ଦେଖିଲେ ଯେ କନଜରଭେଟିଭ୍ସ ମାନେ ତ ସେ କୌଣସି ପରିବର୍ତ୍ତନ ହିଁ ଚାହୁଁନଥିଲେ, ତାଙ୍କର ଯାହା ପୂର୍ବରୁ ଥିଲା ସେଇଟା ହିଁ ତାଙ୍କର ଦରକାର ଥିଲା। ତେଣୁ ଯେମିତି ରୂଢ଼ିବାଦୀ ବା ଯେଉଁ ଆମ କନଜରଭେଟିଭ୍ସ କହୁ ବ୍ୟବସ୍ଥା ନିଜର ଶକ୍ତି ଦେଖାଇବା ପାଇଁ ଚେଷ୍ଟା କଲେ, ସେହିଭଳି ଲିବରାଲ୍ସ ଆଉ ଯେଉଁ ରାଷ୍ଟ୍ରବାଦୀ ଥିଲେ ସେମାନେ ମଧ୍ୟ ମିଶିବାକୁ ଦେଖିବାକୁ ମିଳିଥିଲା ଆନ୍ଦୋଳନରେ। ଏଭଳି କ'ଣ ହେଲା ନା, ଇଟାଲୀ ଆଉ ଜର୍ମାନୀର ଯେଉଁ ରାଜ୍ୟ ଥିଲେ ସେମାନେ ଅଟୋମାନ ସାମ୍ରାଜ୍ୟ ଯେଉଁ ଥିଲା, ଯେମିତିକି ଆୟର୍ଲାଣ୍ଡ ଓ ପୋଲାଣ୍ଡ ମଧ୍ୟ ଥିଲେ, ଏହି ଆନ୍ଦୋଳନ ଲିବରାଲ୍ସ ଆଉ ଯେଉଁ ରାଷ୍ଟ୍ରବାଦୀ ଏ ଲୋକମାନଙ୍କୁ ନେଇ ହୋଇଥିଲା। ତା ପରବର୍ତ୍ତୀ ସମୟରେ ପ୍ରଫେସର୍ସ ଯୋଗ ଦେଲେ, ଟିଚର୍ସ ମାନେ ଯୋଗ ଦେଲେ, କ୍ଲର୍କସ ମାନେ ଯୋଗ ଦେଲେ ଏବଂ ମିଡିଲ୍ କ୍ଲାସ୍ର ଯେଉଁ ବିଜନେସମେନ୍ ଥିଲେ ସେମାନେ ମଧ୍ୟ ଯୋଗ ଦେଇଥିଲେ। ତେଣୁ ଏ ଯେଉଁ ଆନ୍ଦୋଳନ ହେଲା, ଏହା ୟୁରୋପ ପାଇଁ ଏକ ଆଶୀର୍ବାଦର କାରଣ ହୋଇଥିଲା, କାରଣ ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନ ଅନେକ ରାଷ୍ଟ୍ରକୁ ମୁକ୍ତ ରାଷ୍ଟ୍ର ଗଠନ କରିବାରେ ବା ଇଣ୍ଡିପେଣ୍ଡେଣ୍ଟ ନେସନ୍ ଗଠନ କରିବାରେ ସାହାଯ୍ୟ କରିଥିଲା। ତେଣୁ ଆମେ ଦେଖିବା ପରବର୍ତ୍ତୀ ସମୟରେ କ'ଣ ହେଇଥିଲା। ଏ ଯେଉଁ ଆନ୍ଦୋଳନ ଯେଉଁ ଷ୍ଟାର୍ଟ ହେଲା, ପ୍ରଥମେ ଜୁଲାଇ 1830 ଫ୍ରାନ୍ସରେ ହେଇଥିଲା। ଯେଉଁ ବୋର୍ବନ୍ ଡାଇନେଷ୍ଟିକୁ ପୁନର୍ବାର ସ୍ଥାପନା କରାଯାଇଥିଲା, ରିଷ୍ଟୋର କରାଯାଇଥିଲା ଭିଏନା ଟ୍ରିଟି ଦ୍ୱାରା 1815 ପରେ, ଏବେ କ'ଣ କରାଗଲା, ସେଇଟା ଆନ୍ଦୋଳନକାରୀମାନଙ୍କ ଦ୍ୱାରା, ରିଭଲ୍ୟୁସନାରୀ ମାନଙ୍କ ଦ୍ୱାରା ତାକୁ ରଦ୍ଦ କରାଗଲା। ଆଉ କ'ଣ ନା, ଯେଉଁ କନଷ୍ଟିଟ୍ୟୁସନାଲ ମୋନାର୍କି, ସାମ୍ବିଧାନିକ ରାଜତନ୍ତ୍ର ଲୁଇସ୍ ଫିଲିପ୍ ଜଣେ ଥିଲେ, ତାଙ୍କ ଦ୍ୱାରା ସ୍ଥାପନ କରାଗଲା। କନଷ୍ଟିଟ୍ୟୁସନାଲ ମୋନାର୍କି କ'ଣ ନା, କନଷ୍ଟିଟ୍ୟୁସନ୍ ରହିବ, ମୋନାର୍କି ବି ରହିବ। The king, any ruler will be there, he or she will have to follow the constitution. ତାକୁ କହନ୍ତି କନଷ୍ଟିଟ୍ୟୁସନାଲ ମୋନାର୍କି। ତେଣୁ ଏହି ସମୟରେ ମ୍ୟାଟର୍ନିକ୍ ପୁଣି କହିଥିଲେ ଯେ ଫ୍ରାନ୍ସକୁ ଯେତେବେଳେ ଛିଙ୍କ ହୁଏ, ତାର ପ୍ରଭାବ ସାରା ୟୁରୋପରେ ପଡ଼େ ଆଉ ୟୁରୋପକୁ ଥଣ୍ଡା ହେଇଯାଏ ହେଲା। ଏହି ଆନ୍ଦୋଳନ ଦ୍ୱାରା ବ୍ରସେଲ୍ସରେ ମଧ୍ୟ ବିଦ୍ରୋହ ହୋଇଥିଲା। ପୂର୍ବରୁ ପଢ଼ିଥିଲେ ଆମେ ପଲିଟିକାଲ ସାଇନ୍ସରେ ବ୍ରସେଲ୍ସ ବାବଦରେ ପଢ଼ିଥିଲେ, ବେଲଜିୟମର କ୍ୟାପିଟାଲ। ତେଣୁ ଫଳସ୍ୱରୂପ କ'ଣ ହେଲା ନା, ୟୁନାଇଟେଡ୍ କିଙ୍ଗଡମ୍ ଯେଉଁ ଥିଲା ନେଦରଲ୍ୟାଣ୍ଡ ଠାରୁ ଅଲଗା ହେଇଗଲା। ତେଣୁ ଆମେ ଗୋଟେ ଏକ୍ଜାମ୍ପଲ୍ ଦେଖିବା ଯେ କେଉଁ ଦେଶ ବା କେଉଁ ଦେଶ ଇଣ୍ଡିପେଣ୍ଡେଣ୍ଟ ହେଇଥିଲା ଏ ଆନ୍ଦୋଳନର ପ୍ରଭାବରେ। ଫାଷ୍ଟ ଆମେ ଦେଖିବା ଗ୍ରୀକ୍ ୱାର୍ ଅଫ୍ ଇଣ୍ଡିପେଣ୍ଡେନ୍ସ। ଏକ୍ଜାମ୍ପଲ୍ଟା ନେବା। ଏମିତି ଘଟଣା ଘଟିଥିଲା ଯେଉଁଟାକି ୟୁରୋପରେ ସମସ୍ତ ଶିକ୍ଷିତ ବର୍ଗର ଲୋକମାନଙ୍କ ମନରେ ଏକ ରାଷ୍ଟ୍ରୀୟ ଭାବନା ଜାଗ୍ରତ ହୋଇଥିଲା। ତେଣୁ ଘଟଣାଟା ଏଇଆ ଥିଲା, ଗ୍ରୀକ୍ ୱାର୍ ଅଫ୍ ଇଣ୍ଡିପେଣ୍ଡେନ୍ସ ବା ଇଣ୍ଡିପେଣ୍ଡେନ୍ସ ଅଫ୍ ଗ୍ରୀସ୍। 15th ସେଞ୍ଚୁରୀ ଠାରୁ ଏଇ ଗ୍ରୀକ୍ସ ମାନେ ଅଟୋମାନ ସାମ୍ରାଜ୍ୟର ଏକ ଅଂଶ ଥିଲା। ଅଟୋମାନସ ମାନେ ରୁଲ୍ କରୁଥିଲେ ୟୁରୋପରେ। ରାଷ୍ଟ୍ରବାଦ ଆନ୍ଦୋଳନରୁ ଗ୍ରୀସ୍ ମାନେ କ'ଣ କଲେ ନା, 1821ରୁ ସ୍ୱାଧୀନତା ସଂଗ୍ରାମ ଆରମ୍ଭ କରିଦେଇଥିଲେ। 1821ରୁ। ତେଣୁ ଗ୍ରୀସ୍ର ଯେଉଁ ରାଷ୍ଟ୍ରବାଦୀ ଲୋକ ଥିଲେ, ବାହାରେ ଯେଉଁମାନେ ରହୁଥିଲେ, ସେମାନେ ମଧ୍ୟ ତାକୁ ସମର୍ଥନ କଲେ।
जो वेस्ट पार्ट रे यूरोप रो अनेक लोक मानकर समर्थन मध्य ए ग्रीस लोक मानकर संस्कृति प्रति थिला ए संस्कृति प्रति ए कल्चर प्रति तांकर सहानुभूति थिला तेणु ग्रीस रे जो पोएट थिले जो आर्टिस्ट थिले से माने यूरोप रो संस्कृति को यूरोप रो कल्चर को प्रशंसा करने सहित मुस्लिम एम्पायर विरुद्ध रे जनमत संग्रह करुथिले तेणु इंग्लिश पोएट से समय जो थिले लॉर्ड बायरन से फंड संग्रह करुथिले परवर्ती समय रे से युद्ध करने ପାଇଁ ଯାଇଥିଲେ ଏବଂ ସେଠାରେ ଜ୍ୱର ହେବାରୁ ଦେହ ଅସୁସ୍ଥ ହେବାରୁ ସେ 1824 ମସିହାରେ 1824 ରେ ମୃତ୍ୟୁବରଣ କରିଥିଲେ ଶେଷରେ କ'ଣ ହେଲା ନା ଟ୍ରିଟି ଅଫ୍ କନଷ୍ଟାଣ୍ଟିନୋପଲ ଏକ ସ୍ୱାକ୍ଷରିତ ହୋଇଥିଲା 1832 ରେ से ट्रिटी हो सारा पर ग्रीस को एक स्वाधीन राष्ट्र रे बा इंडिपेंडेंट कंट्री रे परिणत बा परिवर्तन होगा देखा मिलता एक न्यू बा इंडिपेंडेंट नेशन होता डियर व्यूअर्स आम बर्तमान देखा आज जो डिस्कसन है से आम कौन कौन क्वेश्चन सब तैयारी करि परिबा फर्स्ट क्वेश्चन आम तैयारी करि परिबा जे व्हाट वर द चेंजेस ब्रॉट बाय नेपोलियन in Europe. Second, what were the important decisions taken in the Treaty of Vienna? Next, what was the how was the monarchical rule how was the monarchical rule working during 1815? Next, what was the aim of the revolutionaries? Next, give a brief description on Mazzini. Better we say Giuseppe Mazzini. Explain the process of Greek War of Independence. So dear viewers, this is all about the day. Once again, we will meet in the next part, next video. Till then, take care of your studies. Thank you all.